ଭୁବନେଶ୍ୱର ରୌପ୍ୟ ନଗରୀ କଟକ ଅନ୍ୟତମ ଐତିହ୍ୟ ତାରକସି ବିଶ୍ୱ ଦରବାରରେ ପହଞ୍ଚାଇବା ନିମନ୍ତେ କଟକଠାରେ ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି କଟକ ସିଡିଏ ସେକ୍ଟର 6 ସ୍ଥିତ ବିଡ଼ାନାସୀ ପୋଟାନାଳଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି କେନ୍ଦ୍ର କଟକର ପରମ୍ପରାକୁ ସଂରକ୍ଷଣ କରିବା ସହିତ ନବସୃଜନକୁ ଆପଣେଇ ତାରକସି କାରିଗରମାନଙ୍କୁ ସଶସ୍ତ୍ର କରିବା ସହ କଟକ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ। ପ୍ରାୟ 8.5 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା 1500 ବର୍ଗଫୁଟ ଆୟତନର ଏହି ସୁବିଧା କେନ୍ଦ୍ରରେ ଆଧୁନିକ ଉପକରଣ, କାରିଗରମାନଙ୍କୁ ତାଲିମ ଓ ବଜାର ସୁବିଧା ସବୁକିଛି ଗୋଟିଏ ଛାତ ତଳେ ଯୋଗାଇ ଦିଆଯିବ। ଏହା କେବଳ ଏକ କୋଠା ନୁହେଁ, ଏହା ଆଗାମୀ ପିଢ଼ିର କାରିଗରମାନଙ୍କ ପାଇଁ ଏକ ପ୍ରୟୋଗଶାଳା ହେବ। ଆଜି କଟକ ସହରରେ 500 କାରିଗର ଥିବାବେଳେ ଆଗକୁ 5000 କାରିଗର ପରିବାର ଯେପରି ସୃଷ୍ଟି ହୋଇପାରିବେ ସେ ଦିଗରେ ଯତ୍ନଶୀଳ ହୋଇ କାର୍ଯ୍ୟକ୍ରମ ହାତକୁ ନିଆଯିବ। କଟକର ସ୍ୱାଭିମାନ କଟକ ତାରକସିର ଚମକ ଯେଭଳି ବିଶ୍ୱ ଦରବାରରେ ସ୍ଥାନ ପାଇବ ସେ ଦିଗରେ ଏହି ସୁବିଧା କେନ୍ଦ୍ର କାର୍ଯ୍ୟ କରିବ। ଏହା ଷ୍ଟାର୍ଟ-ଅପ୍ମାନଙ୍କୁ ମଧ୍ୟ ଦିଗ୍ଦର୍ଶନ ଦେବ। ଭୋକାଲ ଫର ଲୋକାଲ ଏବଂ ଲୋକାଲ ଟୁ ଗ୍ଲୋବାଲ ମନ୍ତ୍ରରେ ଏହି ସୁବିଧା କେନ୍ଦ୍ରକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଯିବ, ଯେଉଁଠାରେ ଦର୍ଶକ ସ୍ୱଚକ୍ଷୁରେ ତାରକସି ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଦେଖିପାରିବେ। ତାରକସି ଭଳି ଏକ କଠିନ କାର୍ଯ୍ୟକୁ କିଭଳି ଆମ କାରିଗରମାନେ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖୁଛନ୍ତି ତାହା ଏହି ସୁବିଧା କେନ୍ଦ୍ରରେ ସଂରକ୍ଷିତ ହୋଇ ରହିବ। କଟକର ଏହି ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରକୁ ଐତିହ୍ୟ ଶିଳ୍ପୀଗ୍ରାମର ମାନ୍ୟତା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା 8 ମାସ ମଧ୍ୟରେ ଏହି ସୁବିଧା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମତୀ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୋଷ କହିଥିଲେ, ତାରକସି କେବଳ ଆଭୂଷଣରେ ସୀମିତ ହୋଇ ରହିବ ନାହିଁ, ଏହା ଆମ କାରିଗର ପରିବାରମାନଙ୍କୁ ଓ କଟକକୁ ଏହାର ଚମକ ବୃଦ୍ଧିବନ୍ତ କରିବ। ଏହାଦ୍ୱାରା ପ୍ରତ୍ୟେକ କଟକବାସୀଙ୍କ ସ୍ୱପ୍ନ ପୂରଣ ହେବ। ତେଲେଙ୍ଗାନାର କରିମନଗର ଓ ବଡ଼ବଜାର ଭଳି ରୌପ୍ୟ ତାରକସି ପାଇଁ ଏହି ସୁବିଧା କେନ୍ଦ୍ର ନିଜର ପରିଚୟ ସୃଷ୍ଟି କରିବ। କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଏହି କମନ ଫାସିଲିଟି ସେଣ୍ଟର କାରିଗରମାନଙ୍କ ତାଲିମ କ୍ଷେତ୍ରରେ ଲାଭଦାୟକ ହୋଇପାରିବ ବୋଲି କହିଥିଲେ। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କଟକ ତାରକସିର ଅନ୍ୟ ହସ୍ତଶିଳ୍ପକୁ ସଂରକ୍ଷଣ କରିବା ଏବଂ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ସେ କହିଥିଲେ, କଟକର ତାରକସି କାରିଗରମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ତାଲିମ ଦେଇ ଏହି କାଳଜୟୀ କଳାର ସ୍ଥାୟିତ୍ୱ ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି ଦିଗରେ ଉଦ୍ୟମ କରାଯିବା ନିମନ୍ତେ ଏହି କେନ୍ଦ୍ରରେ ଉନ୍ନତ ମାନର ଉପକରଣ ଯୋଗାଇ ଦିଆଯିବ। ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ସିଏମଡି ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ କଟକ ମହାନଗର ନିଗମର କମିଶନର ସୁଶ୍ରୀ କିରଣଦୀପ କୌର ସହଟା ଧନ୍ୟବାଦ ଅର୍ପଣ କରିଥିଲେ। ସମୃଦ୍ଧ ଓଡ଼ିଶାରୁ ରଜତ